তাহলে অনন্ত কোটি ব্রহ্মাণ্ডর যে মহানায়ক, যে হচ্ছেন একমাত্র মালিক স্বয়ং শ্রী শ্রী জগন্নাথ মহাপ্রভু দ্বাপর লীলা শেষ করি যে বর্তমান কলিরে নীলাଦ୍ରୀଶ ହୋଇ ମହୋଦଧି ତୀରରେ ନୀଳାଚଳରେ ଶ୍ରୀମନ୍ଦିରରେ ଭାଇ ଭଉଣୀଙ୍କୁ ଧରି ବିରାଜମାନ କରୁଛନ୍ତି। ସେ ମହାପ୍ରଭୁଙ୍କର ଏ ବିରାଟ ଦୁନିଆ ସମଗ୍ର ଜଗତ ହେଉଛି ଚାକର। ତେଣୁ ଏହି ଚାକର ହିଁ ମହାପ୍ରଭୁଙ୍କର ସେବାରେ, ମହାପ୍ରଭୁଙ୍କର ଭକ୍ତଗଣଙ୍କ ସେବାରେ ନିଜକୁ ନିୟୋଜିତ କଲେ ଅତ୍ୟନ୍ତ ଆନନ୍ଦିତ ହୁଏ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଆଜି ପବିତ୍ର ଜନ୍ମତିଥି। ଏହି ଜନ୍ମତିଥି ଅବସରରେ ଓଡ଼ିଶାର ଜଗା ଚାକର ସଂଘର ସମସ୍ତ ଚାକର ଭାଇ ଓ ଭଉଣୀ ମାନଙ୍କର ଅଦମ୍ୟ ଉତ୍ସାହ ଉଦ୍ଦୀପନା ଆଗ୍ରହ ବଳରେ ଆଜି ଆମେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତଗଣଙ୍କର ସେବା ପାଇଁ ଟଙ୍କତୋରାଣୀ ମହାପ୍ରସାଦଙ୍କର ଟଙ୍କତୋରାଣୀ ନିର୍ମାଲ୍ୟ ଗଙ୍ଗାଜଳ ବଣ୍ଟନର ସୁବ୍ୟବସ୍ଥା ସୁବନ୍ଦୋବସ୍ତ କରିଅଛୁ। ଭକ୍ତଗଣଙ୍କ ସେବାରେ ଜଗଚାକର ସଂଘର ଭାଇ ଭଉଣୀମାନେ ଅତ୍ୟନ୍ତ ଆନନ୍ଦିତ। ମହାପ୍ରଭୁ ପ୍ରତିବର୍ଷ ଜଗଚାକର ସଂଘକୁ ଏଇଭଳି ଅବସର ଦେଉଛନ୍ତି। ଗୋସେବା ଗୋଶାଳା ଯାଉଛୁ, ବୃଦ୍ଧାଶ୍ରମ ଯାଉଛୁ, ଅନାଥାଶ୍ରମ ଯାଉଛୁ, ବାଳାଶ୍ରମ ଯାଉଛୁ। ଓଡ଼ିଶାର ପୁରପଲ୍ଲୀରେ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଅନନ୍ତ କୋଟି ବ୍ରହ୍ମାଣ୍ଡର ମହାନାୟକଙ୍କର ମହାପ୍ରସାଦକୁ ଏଭଳିକି ସୁଦୂର କୋରାପୁଟରେ, କଳାହାଣ୍ଡିରେ, କନ୍ଧମାଳରେ ଅପହଞ୍ଚ ଜାଗାରେ ଆମେ ଉପଲବ୍ଧ କରାଉଛୁ। ମହାପ୍ରଭୁଙ୍କର ସେବନରେ, ଭାଗବତ ଟୁଙ୍ଗିର ପ୍ରଚାର ପ୍ରସାରରେ, ପୁନରୁଦ୍ଧାରରେ ଜଗଚାକର ସଂଘ ଅହରହ ପ୍ରୟାସ କରୁଛି। ଗୀତା ଜ୍ଞାନର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ସନ୍ଧ୍ୟା ସତ୍ସଙ୍ଗ ଅଧିବେଶନ ଆୟୋଜନ କରୁଛି। ଆଜି ଭଳି ଏକ ପବିତ୍ର ହଁ ଧନ୍ୟବାଦ ବନ୍ଧୁ। ଆପଣଙ୍କର এই ପ୍ରଶ୍ନର ଉତ୍ତରରେ ଅନେକ ନାସିକା କୁଞ୍ଚନ କରିଛନ୍ତି, ଅନେକ ବୁଦ୍ଧିଜୀବୀ ଅନେକ କଥା କହିଛନ୍ତି। କହିଲେ ଚାକର ଶବ୍ଦଟି ସୃଷ୍ଟି କୋଉଠି ହଉଛି, ଜଗାର ଚାକର ଏଭଳି ଶବ୍ଦଟି ଟିକେ ଆପ୍ରୋପ୍ରିଏଟ ମନେ ହଉନି। ଆପଣ ୟାର ବିକଳ୍ପ କିଛି ଉନ୍ନତ ଶବ୍ଦ, କିଛି ସଂସ୍କୃତ ଭିତ୍ତିକ ସଂସ୍କାର ଭିତ୍ତିକ ଅତି ଉଚ୍ଚକୋଟୀର ମୂଳ ସଂସ୍କୃତରୁ ଶବ୍ଦ ଆଣି ଆପଣ ଦେଇପାରିଥାନ୍ତେ। ଯେଭଳି ଦାସ, ଯେଭଳି ଭୃତ୍ୟ, ଯେଭଳି ସେବକ ଇତ୍ୟାଦି ଦେଇପାରିଥାନ୍ତେ। କିନ୍ତୁ ବହୁ ତର୍ଜମା ହେଇଛି, ବହୁ ତର୍ଜମା ପରେ ଅନେକ ପସନ୍ଦ କରିଛନ୍ତି। ତାହେଲେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଯେ ମହାନାୟକ, ଯେ ହଉଛନ୍ତି ଏକମାତ୍ର ମାଲିକ ସ୍ୱୟଂ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଦ୍ୱାପର ଲୀଳା ଶେଷ କରି ଯେ ବର୍ତ୍ତମାନ କଳିରେ ନୀଳାଦ୍ରୀଶ ହୋଇ ମହୋଦଧି ତୀରରେ ନୀଳାଚଳରେ ଶ୍ରୀମନ୍ଦିରରେ ଭାଇ ଭଉଣୀଙ୍କୁ ଧରି ବିରାଜମାନ କରୁଛନ୍ତି। ସେ ମହାପ୍ରଭୁଙ୍କର ଏ ବିରାଟ ଦୁନିଆ ସମଗ୍ର ଜଗତ ହେଉଛି ଚାକର। ତେଣୁ ଏହି ଚାକର ହିଁ ମହାପ୍ରଭୁଙ୍କର ସେବାରେ, ମହାପ୍ରଭୁଙ୍କର ଭକ୍ତଗଣଙ୍କ ସେବାରେ ନିଜକୁ ନିୟୋଜିତ କଲେ ଅତ୍ୟନ୍ତ ଆନନ୍ଦିତ ହୁଏ। ଭକ୍ତଗଣଙ୍କର ସେବା ମାନବ ସେବା ହିଁ ମାଧବ ସେବା। ଭକ୍ତଗଣଙ୍କର ସେବା କରିବା ପାଇଁ ଜଗାଚାକର ସଂଘ ସଂକଳ୍ପବଦ୍ଧ। ଗାଁ ଗହଳିରେ, ପୁରପଲ୍ଲୀରେ, ସହରରେ ଆଜି ଜଗାଚାକର ସଂଘ ତାର ସୁଦୂର ନବରଙ୍ଗପୁର ରାମ ମନ୍ଦିରରେ, ଭଦ୍ରକର ଗାନ୍ଧୀ ପଡ଼ିଆ ରାମ ମନ୍ଦିରରେ, ଆମର ଫତେଗଡ଼ ଦ୍ୱିତୀୟ ଅଯୋଧ୍ୟା ନୟାଗଡ଼ ଜିଲ୍ଲା ରାମ ମନ୍ଦିରରେ, ଆଉ ଆମର ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କର ରାମ ମନ୍ଦିରରେ, ଏବଂ ଆଜି ଆମର ଚମ୍ପୁଆ କେନ୍ଦୁଝର ଠାରେ ଆମର ଚାକର ଭାଇ ଭଉଣୀ ମାନଙ୍କର ଏଇଭଳି ମହିୟସୀ ବା ମହାନ ପ୍ରୟାସରେ ଆଜି ଆମେ ଟଙ୍କତୋରାଣୀର ସୁବ୍ୟବସ୍ଥା କରିଅଛୁ। ଭକ୍ତଗଣଙ୍କ ସେବାରେ ମହାପ୍ରସାଦଙ୍କରୁ ପ୍ରସ୍ତୁତ ଟଙ୍କତୋରାଣୀ ଦେଇ ଆମେମାନେ ନିଜକୁ ଧନ୍ୟ ମନେ କରୁଛୁ। ଅନ୍ୟମାନଙ୍କ ପାଖରେ ଆମେମାନେ ଆପଣମାନଙ୍କର ଆଶୀର୍ବାଦ ଭିକ୍ଷା କରୁଛୁ। ଜଗତର କଲ୍ୟାଣ କରନ୍ତୁ। ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଜଗଚାକର ସଂଘର ଏହି ବିନତି।